ହରିଣ ଫଳ ପାଇ ପ୍ରାଣୀତା ଅବଶ୍ୟ ଭୁଞ୍ଜଇ। ମଣିଷ ଯେମିତି କର୍ମ କରିବ ତା ଫଳ ତାକୁ ନିଶ୍ଚିନ୍ତ ଭାବରେ ମାଲ ମିଳିବ। ମନ ପଡ଼ିଯାଏ ସେଦିନ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ମା ଜଷ୍ଟିସ ରଙ୍ଗନାଥ ମିଶ୍ର ମା ଯାଇଥାନ୍ତି ଶ୍ରୀକ୍ଷେତ୍ର। ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ବେଢା ପରିକ୍ରମା କରି ମହାପ୍ରଭୁଙ୍କର ସୁନ୍ଦର ଦର୍ଶନ କରିଛନ୍ତି। ମା ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ 115 ତୀର୍ଥ ରହିଛନ୍ତି। ବାମଦେବ ସଂହିତା ଅନୁଯାୟୀ ବା ସ୍କନ୍ଦ ପୁରାଣରେ ମଧ୍ୟ ଅନେକ ତୀର୍ଥର ବର୍ଣ୍ଣନା କରାଯାଇଛି। ଆପଣମାନେ କେବେ ଯଦି ଜଗନ୍ନାଥଙ୍କ ପାଖକୁ ଯାଆନ୍ତି ଦର୍ଶନ କରିବେ ଶ୍ରୀ ଜଗନ୍ନାଥ। ବଳଭଦ୍ର, ଦେବୀ ସୁଭଦ୍ରିକା, ଚକ୍ରାଜ, ସୁଦର୍ଶନ, କ୍ଷେତ୍ରେଶ୍ୱରୀ, ବିମଳା, ମହାଲକ୍ଷ୍ମୀ, ଉତ୍ତର ଦୁର୍ଗ, ବାଟମଙ୍ଗଳା, ଗରୁଡ଼ସ୍ତମ୍ଭ, ଭୋଗମଣ୍ଡପ, କଳ୍ପବୃକ୍ଷ, ରୋହିଣୀ କୁଣ୍ଡ, ବଟଗଣେଶ, ଉଚ୍ଚ ଗଣପତି, ସରସ୍ୱତୀ, ନବଗ୍ରହ, କୋଣାର୍କ, ସୂର୍ଯ୍ୟଦେବ, ପାଦପଦ୍ମ, ଯଜ୍ଞବଟ, ଅଗ୍ନେଶ୍ୱରୀ, ଇନ୍ଦ୍ରାଦେବୀ, ଛତ୍ରକାଳୀ, ବାଟମାର୍କଣ୍ଡେୟ, କାତାୟନୀ, ଗୋପେଶ୍ୱର, ବେଦକାଳୀ, ପାତାଳେଶ୍ୱର, ଭୁବନେଶ୍ୱରୀ, ବୈକୁଣ୍ଠେଶ୍ୱରୀ, ଯଜ୍ଞେଶ୍ୱରୀ, ଈଶାନେଶ୍ୱରୀ, ଶୀତଳାଦେବୀ, ପାକଶାଳା, ଦକ୍ଷିଣେଶ୍ୱର, କୁଣ୍ଡଳେଶ୍ୱର, ରାମଚୈତନ୍ୟ ମନ୍ଦିର, ବୈରବ୍ୟ ହନୁମାନ, ନିର୍ମାଲ୍ୟ ହନୁମାନ, ଅଳକା ବାଟିକା, ଚକ୍ର ନାରାୟଣ, ରାମେଶ୍ୱର, ଚତୁର୍ଧାମ ହନୁମାନ, କାନପଟା ହନୁମାନ, ନୀଳାଦ୍ରି ବିହାରୀ, ବବେଶ୍ୱର, ଶିଆଳି ଲଟା, କୋଇଲି ବୈକୁଣ୍ଠ, ତପସ୍ୟ ହନୁମାନ, ସୁବର୍ଣ୍ଣ କୂପ, ଆନନ୍ଦ ବଜାର, ଦେବସ୍ନାନ ମଣ୍ଡପ, ମେଘନାଦ ପାଚେରୀ, ଅରୁଣ ସ୍ତମ୍ଭ, ବଡ଼ ଛାତ ମଠ, ଛାଉଣୀ ମଠ, ପ୍ରଜନତା, ପ୍ରହରୀ ହନୁମାନ, ଦକ୍ଷିଣ ଦ୍ୱାର, ଦୁର୍ଗା ମାଧବ, ମଙ୍ଗଳେଶ୍ୱରୀ, ପଶ୍ଚିମ ଦ୍ୱାର, ଉତ୍ତର ଦ୍ୱାର, ଶ୍ରୀ ଲୋକନାଥ, କାନ୍ଦୁ ନୃସିଂହ, କାନ୍ଦୁ ଆଶ୍ରମ, ନିକୁମିଲା ବଟ, ହରଚଣ୍ଡୀ, ଚାମୁଣ୍ଡେଶ୍ୱର, ପାତାଳ ମୋଚନ, ମଣିକର୍ଣ୍ଣିକା ତୀର୍ଥ, ଘାଟ ମଙ୍ଗଳା, ଭଗବତୀ, ମାର୍ଚିକେଶ୍ୱରୀ, ଚର୍ଚିକେଶ୍ୱରୀ, ଷୋଡ଼ଶୀ ପୁତ୍ରୀ, ନାରାୟଣୀ, ଅଙ୍ଗିରା ଆଶ୍ରମ, ଅଙ୍ଗିରା ବଟ, ଦକ୍ଷିଣ କାଳୀ, ଶ୍ଵେତ ଗଙ୍ଗା, ମହୋଦ ତୀର୍ଥ, ଚକ୍ର ତୀର୍ଥ, ଚକ୍ର ନାରାୟଣ, 22 ପାବଚେ ରହିଲେ କାଶୀ ବିଶ୍ୱନାଥ। ବୋଲ ଆନନ୍ଦ ଏକ ବାର ହରି ବୋଲ। ମା ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ପାଖରେ 115 ତୀର୍ଥ, 94 ମନ୍ଦିର ମେଘନାଦ ପାଚେରୀ ଭିତରେ ଅଛନ୍ତି। ଜଗନ୍ନାଥ ସଂସ୍କୃତି ବିଶ୍ୱକୁ ଶିକ୍ଷା ଦିଏ, ଏ ମଣିଷ ଘରେ ମୁରବୀ ହବ ତ ଜଣେ ମୁରବୀ ହେଲେ ଘର ଚାଲିବ। ସେଥିପାଇଁ ଜଗନ୍ନାଥଙ୍କର ମନ୍ଦିରରେ କେବଳ ମାଲ ଗୋଟିଏ ପତାକା, ଆଉ କାହା ମନ୍ଦିରରେ ପତାକା ନାହିଁ। ତା ନାଁ ହଉଛି ପତିତ ପାବନ ବାନା। ବା କହିଲେ ବାପା, ନା କହିଲେ ନାମ। ଯିଏ ବାପାର ନାମକୁ ପ୍ରଚାରିତ କରେ ତାକୁ ବାନା ବୋଲି କହନ୍ତି। ଆଉ ଗାଁ ଗହଳିରେ ମଧ୍ୟ ଆପଣ ବାନା ଦେଖିଦେବେ। ଯିଏ ବାପାର ନାଁ ପକାଏ ସିଏ ବି ଗୋଟିଏ ପ୍ରକାର ବାନା। ବୋଲ ଆନନ୍ଦ ବାର ହରି ହରି ବୋଲ। ସେଥିପାଇଁ ମହାପ୍ରଭୁଙ୍କ ପାଖରେ ମା ରଙ୍ଗନାଥ ମିଶ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଯେତେବେଳେ ଫେରୁଛନ୍ତି, ଗୋଟିଏ କୁଷ୍ଠ ରୋଗୀଟିଏ ମା ବଡ଼ ଦାଣ୍ଡରେ କୁଷ୍ଠ ହେଇଯାଇଛି, ଗଳିତ କୁଷ୍ଠ। ମା ରଙ୍ଗନାଥ ମିଶ୍ରକୁ ଦେଖି ଧାଇଁଲେ। ପାଖରେ ମା ଘୁଷୁଡ଼ି ଘୁଷୁଡ଼ି ଆସେ, ସାର୍ 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 ଡାକ ପକେଇଲା। ଏହି ସମୟରେ ରଙ୍ଗନାଥ ମିଶ୍ର କୁଷ୍ଠ ରୋଗୀକୁ ଦେଖି ଅଟକି ଗଲେ। ପାଖରେ ଥିବା କର୍ମଚାରୀ ମାନେ କହିଲେ, ସାର୍ ଏମିତି ପୁରୀରେ ଅନେକ କୁଷ୍ଠ ରୋଗୀ ଯୋଉମାନେ କି କିଛି ପଇସା ଲାଳସାରେ ବଡ଼ ବଡ଼ିଆ ଲୋକ ଦେଖି ଡାକ ପକାନ୍ତି, ଚାଲନ୍ତୁ ନା ସାର୍, ଆମର କାର୍ଯ୍ୟ ଡେରି ହଉଛି। ରଙ୍ଗନାଥ ମିଶ୍ର କହିଲେ, ନାଇଁ ନାଇଁ, ତା କଥା ମତେ ଶୁଣିଲା ଭଳି ଲାଗୁଛି। ହୁଏତ ତା ସହିତ ମୋର କିଛି ପରିଚୟ ଥାଇପାରେ, କାହିଁକି ନା ତା ସ୍ୱରଟା ମତେ ବାରିଲା ଭଳି ଲାଗୁଛି। ରଙ୍ଗନାଥ ମିଶ୍ର ଅଟକି ଗଲେ। ଏହି ସମୟରେ ମାଲ କୁଷ୍ଠ ରୋଗୀ ଆସିଲା, ଧାଇଁ ଧାଇଁ ପାଖରେ ପହଞ୍ଚିଗଲା। ମଝିରେ ବ୍ୟାରିକେଡ୍, ଏପଟେ ରଙ୍ଗନାଥ ମିଶ୍ର, ସେପଟେ କୁଷ୍ଠ ରୋଗୀ। ରଙ୍ଗନାଥ ମିଶ୍ରଙ୍କ ହାତ ଯୋଡ଼ିଲା କୁଷ୍ଠ ରୋଗୀ, ସାର୍ ମୋତେ କଣ ଆପଣ ଚିହ୍ନି ପାରୁନାହାନ୍ତି? ରଙ୍ଗନାଥ ମିଶ୍ର କହିଲେ, ନା। ଆଜି ଏଇଠି କୁଷ୍ଠ ରୋଗୀ କହୁଛି, ସାର୍ 30 ବର୍ଷ ପୂର୍ବେ ଆପଣ ଓଡ଼ିଶା ହାଇକୋର୍ଟରେ ଯେତେବେଳେ ଓକିଲାତି କରୁଥିଲେ, ମୁଁ ଗୋଟିଏ ଗାଁ ମନ୍ଦିରର ମୂର୍ତ୍ତି ଚୋରି କରି ଧରା ପଡ଼ିଥିଲି ସାର୍। ମୁଁ ସେଇ ଚୋର। ଆଉ 30 ବର୍ଷ ପରେ ଆପଣଙ୍କୁ ଦେଖିଲେ, ଆଉ ଆପଣ ଯୋଉ କେସ୍ ଲଢ଼ି ମୋତେ ସାର୍ ମୁକ୍ତି ପ୍ରଦାନ କରିଥିଲେ, ହେଲେ ମୁଁ ସିନା ଏଇ ତଳ କୋର୍ଟରେ ଖସିଗଲି, ହେଲେ ଜାଣିନଥିଲି ଉପରେ ଆଉ ଗୋଟେ କୋର୍ଟ ଅଛି। ସେ କୋର୍ଟଟା ହଉଛି କାଳିଆର କୋର୍ଟ।
सेठी मोर विचार करागला आउ से कोट खसी पालिनी सार दंड स्वरूप ए गली तो कुष्ठ रोग से कोट गोटे वकिल पाइलेनी जी सत को मिछ सजई देला बड़ी कहीं ना खसी जाई पार राज दरबारे खसी जाई पार कोर्ट कचेरी रे खसी न पार केबे विभू दरबारे केबे कालिया पाखरे के खसी पारते जेमिति कर्म करिब मनीष फल ताकू निश्चित भाव में मिलिबो सारे कुष्ठ रोग किछि दिन मूर्ति बिकी भलरे चलिली हेले जो हाथ रे मूर्ति चोरी करिथिले से हाथ को कुष्ठ रोग हे पुओ कहला बापा राति पाइले तुमको कुष्ठ आश्रम रे नहीं छाड़ी देबी नइले बारीपट बाउंश बुदारे गोटे घर करि देबी से चाल घरे तमे रहिबो भाविले बाउंश बुदार चाल घरे रही मरिबा अपेक्षा बाकी दिन गुड़िक जगन्नाथ नाम गुण कीर्तन करी मोर कटि जाऊ से सार खाई आसी मुझे पाखक पैसा आशारे आसनी सत हेले आपण अनेक दिन पर देखा आसी मनीष कर्म फल कुआड़े जीवने माँ दिन दिने मनीष को कर्म फल भोगी भोगी पड़े आउ से ये मोर कर्म फल एबे बाकी दिन गुड़िक ये रही प्रायश्चित करुच्ची ठाकुर को डाकुची प्रभु मत क्षमा कर दियो आमे आज टे हाथ जोड़ी दबा समस्ते ठाकुर को प्रार्थना करवा प्रभु कई देखू कि न देखू मो पाप को तो तुम्हें देखीच हे महाप्रभु जगन्नाथ मत क्षमा कर दियो ना हाथ जोड़ी दे टिके जगन्नाथ को प्रार्थना करवा हे महाप्रभु मुते क्षमा करी दियो प्रभु देखो कि न देखो कहीं तुम्हें तो देखो सता देखो कि न देखो कहीं तुम्हें तो देखो सता मोते क्षमा कर जगन्नाथ मोते क्षमा कर जगन्नाथ केते पाप फलर चकिति सुआद केते बाटे जाई खसे पाद देखू कि न देखू कहीं तुम्हें तो देखो सत देखू कि न देखू कहीं तुम्हें तो देखो सत मोते 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 क्षमा कर जगन्नाथ मोते क्षमा कर जगन्नाथ যোগ্য নই জানিছি তথাপি তুমি দেখুছ তথাপি লুচিছি ভুল যাহা কলি তুণ্ডরে মানুছি দণ্ড
ଯାହା ଦବ ଦିଅ ମଥା ମୁଁ ପାତିଛି ତୁମ ଅନୁମତି ବିନା ଗଡ଼ୁନି ଜୀବନ ରଥ ତୁମ ଅନୁମତି ବିନା ଗଡ଼ୁନି ଜୀବନ ରଥ ମୋତେ क्षमा कर जगन्नाथ मोते क्षमा कर जगन्नाथ केते पाप फलर चाखिछि सुआद केते बाटे जाई खसेची पाद देखु कि न देखु कहीं तुम्हें तो देखुच सत देखु कि न देखु के तुम्हें तो देखुच सत मोते 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 क्षमा कर जगन्नाथ मोते क्षमा कर जगन्नाथ 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 मोते क्षमा कर जगन्नाथ मोते 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 क्षमा कर जगन्नाथ। बोलिए जगन्नाथ भगवान की जय। समस्त के हाथ टेकी दबा बोल आनंदे गवार हरि हरि बोल मालो हाथ टेकिले समर्पण कथा हाथ टेकिले हैरान बिल्कुल न टेकिले कृपण आउ आमे एमिति ठाकुराणी पाखरे बसिजे हाथ टेकी देले सबु देई दब एमिति ठाकुराणी सिए बढ़े करिले अनेइब नाही जिते डाकु थाउ जिए बोल आनंदे गवार हरि हरि बोल ता पाखरे हाथ टेकी दबा निजको समर्पण करि दबा हे मां सबु तो इच्छा आउ आजी मनीष कर्म फल निश्चिंत मनीष जहा मनीष कर्म करे ताहा निश्चिंत मनीष को मिले तो एमिति कर्म करिबानी रातिर अंधार रे मुह लुचै बुलिबाकू पड़िबो दिनर आलुओ रे एमिति कर्म करिबानी दिनर आलुओ रे निद न आसीबो रातिर अंधार रे बोल आनंदे को बाहर हरि हरि बोल।